ମୁଁ ଅଶୋକ ଦାସ। ବିଜେପି କୁ ଛାଡ଼ିଦେଲେ ଭାରତ ବର୍ଷରେ ଯେତିକି ରାଜନୈତିକ ଦଳ ରହିଲେ ସମସ୍ତେ ପ୍ରାୟ ହିନ୍ଦୁ ବିଭାଜନକାରୀ ଦଳ, ଯେ କି ଗୋଟେ ବଡ଼ ଧର୍ମକୁ ଅଲଗା ଅଲଗା କରି ତାଙ୍କର ଭୋଟକୁ କେମିତି ସେମାନେ ନେବେ ଆଉ ସରକାର କରିବେ ସେଥିରେ ସେ ନିରନ୍ତର ତାଙ୍କ କାମ କରିଥାନ୍ତି। ପୃଥିବୀରେ ସବୁଠୁ ବଡ଼ ଧର୍ମ ମାନେ ଧର୍ମାବଲମ୍ବୀ ଲୋକ ହେଲେ ଖ୍ରୀଷ୍ଟିଆନ। ସେମାନେ ପୃଥିବୀର ପ୍ରାୟ ବହୁ ଦେଶରେ ସେମାନେ ଅବସ୍ଥାନ କରୁଛନ୍ତି। ତା ତଳକୁ ହେଲେ ମୁସଲିମ, ଯେଉଁମାନେ କି 55ଟି ଦେଶରେ ଅଛନ୍ତି ଆଉ ଇସଲାମିକ ରାଷ୍ଟ୍ର ତ ଘୋଷଣା କରିସାରିଛନ୍ତି। କିନ୍ତୁ ଭାରତ ବର୍ଷରେ ଯୋଉ ସେକୁଲାରିଜିମ କଥା ଅଛି, ସେକୁଲାରିଜିମ ଉପରେ ଟିକେ ଆମେ ଆଲୋଚନା କରିବା। ଭାରତ ବର୍ଷରେ ଏ ସିଷ୍ଟମ ଟିକେ ଅଲଗା। ଯୋଉ ଜାଗାରେ ହିନ୍ଦୁ ବା ବହୁ ସଂଖ୍ୟକ ସେମାନଙ୍କର ସଂଖ୍ୟା କମିଯାଏ ସେ ଜାଗାରେ ଦେଶଦ୍ରୋହୀ କାମ ଆରମ୍ଭ ହୁଏ। ସେ ବମ୍ ତିଆରି କରିବାଠୁ ଆରମ୍ଭ କରି ଧର୍ମାନ୍ତରୀକରଣଠୁ ଆରମ୍ଭ କରି ଲଭ୍ ଜିହାଦଠୁ ଆରମ୍ଭ କରି ଲ୍ୟାଣ୍ଡ ଜିହାଦଠୁ ଆରମ୍ଭ କରି ମାନେ ଯେତେ ପ୍ରକାର କଦର୍ଯ୍ୟ କାମ ସବୁ କାମ ଆରମ୍ଭ ହେଇଯାଏ। ଆମେ ଏଠି ଦେଖିବା ଯେ ଯୋଉ ଦେଶ ଗୁଡ଼ିକ ଇସଲାମିକ ରାଷ୍ଟ୍ର ହିସାବରେ ଘୋଷଣା କରାଯାଇଛି ସେମାନେ ଗୋଟେ ଧାର୍ମିକ ଆଧାରରେ ସେ ଦେଶକୁ ଇସଲାମିକ ରାଷ୍ଟ୍ର ହିସାବରେ ଘୋଷଣା କରାଯାଇଛି। ଭାରତ ବର୍ଷକୁ ବହୁ ସଂଖ୍ୟକ ହିସାବରେ ହିନ୍ଦୁ ରାଷ୍ଟ୍ର କାହିଁକି ଘୋଷଣା କରାଯିବ ନାହିଁ, ଏ ବିଷୟରେ ବି ବାରମ୍ବାର ଆଲୋଚନା ହବା ଦରକାର। ଆଉ ହିନ୍ଦୁ ରାଷ୍ଟ୍ର କଣ ସେ ବିଷୟରେ ବି ଅନ୍ୟମାନଙ୍କୁ ଆମେ ଜଣେଇବା ଦରକାର, ଅନ୍ୟ ଧର୍ମର ଲୋକମାନଙ୍କୁ ଜଣେଇବା ଦରକାର। ଆମ ଭିତରେ ଯୋଉ ଅଛି ଅଳିଆ ଆବର୍ଜନା ତାକୁ ବି ଆମେ ବାହାର କରିବା ଦରକାର। এই ଯୋଉ ଡିଫରେନ୍ସ କଥାଟା ମୁଁ କହୁଛି ଯେ ଯେତେବେଳେ କୌଣସି ଜାଗାରେ ଅଳ୍ପ ସଂଖ୍ୟକ ହିନ୍ଦୁ ହେଇଯାଏ ସେ ଜାଗାରେ ଶାନ୍ତି ରୁହେନି ବା ସେ ଜାଗା ଦେଶଦ୍ରୋହୀ କାମ ଆରମ୍ଭ ହୋଇଯାଏ। କେମିତି ଗୋଟେ ଛୋଟିଆ ଉଦାହରଣ ହେଲା ଯେ କାଶ୍ମୀରରେ ଯୋଉ ଦିନ ହିନ୍ଦୁଙ୍କ ସଂଖ୍ୟା କମିଗଲା ସେ ଦିନଠୁ କାଶ୍ମୀର ଅଶାନ୍ତ ହୋଇଗଲା। ସେ ପଥର ଫୋପାଡ଼ିବା, ସେ ହତ୍ୟା କରିବା, ସେ ସନ୍ତ୍ରାସବାଦ କାର୍ଯ୍ୟ କରିବା, ଏସବୁ କାମ ପ୍ରତ୍ୟେକ ଜିଲ୍ଲାରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଆରମ୍ଭ ହେଇଗଲା। ମନ୍ଦିର ଭାଙ୍ଗିବା, ସେ ପଣ୍ଡିତ ମାନଙ୍କୁ ବିତାଡ଼ିତ କରିବା, ଏସବୁ କାର୍ଯ୍ୟକ୍ରମ ଚାଲିଲା। ବର୍ତ୍ତମାନ ଯଦି ତାଙ୍କୁ ରେଫରେଣ୍ଡମ ତାଙ୍କର ନିଆଯାଏ ସେ ବର୍ତ୍ତମାନ ନିଶ୍ଚିତ ଭାରତ ବର୍ଷରେ ରହିବେ ନାହିଁ ବୋଲି କହିବେ ଆଉ ପାକିସ୍ତାନ ସହିତ ମିଶିବେ, ନଚେତ ନାହିଁ ଗୋଟେ ସ୍ୱାଧୀନ ରାଷ୍ଟ୍ର କରିବାର ଯୁକ୍ତି ସେମାନେ କହିବେ। କିନ୍ତୁ ଆମକୁ ଦେଖିବାକୁ ପଡ଼ିବ ଏଇ ପରିପ୍ରେକ୍ଷୀରେ ଯୋଉ ଯୋଉ ରାଜ୍ୟରେ ଯୋଉ ଯୋଉ ଜିଲ୍ଲାରେ ଯୋଉ ଯୋଉ ପଞ୍ଚାୟତରେ ହିନ୍ଦୁ ଅଳ୍ପ ସଂଖ୍ୟକ ହେଇଛି ସେ ଜାଗାରେ ଏ କାମ ଆରମ୍ଭ ହେଇଯାଇଛି। ଲଭ୍ ଜିହାଦ, ସେ ଜବରଦସ୍ତି ଧର୍ମାନ୍ତରୀକରଣ, ସେ ଲ୍ୟାଣ୍ଡ ଜିହାଦ, ସେ ଏଇ ସବୁ କାମ ଭାରତ ବିରୋଧରେ ବମ୍ ଫଟେଇବା ସବୁ କିଛି ଆରମ୍ଭ ହେଇଯାଏ। ଏଇ ସବୁ କାମର ପୃଷ୍ଠପୋଷକ ହଉଛନ୍ତି ବିଜେପି କୁ ଛାଡ଼ି ପ୍ରାୟ ଯେତେ ବିରୋଧୀ ଦଳ ରହିଲେ ସମସ୍ତେ। ମମତା ବାନାର୍ଜୀ କଣ କହିଲେ? ममता बनर्जी कहले जे अगर बंगाल में कोई बांग्लादेशी मुस्लिम को निकालने का कोशिश करेगा तो खून का नदिया बहेगा। तापरे स्टालिन कहले जे डेंगू, मलेरिया, कुष्ठ, एड्स ए होजी हिंदू धर्म से भोट पाँच। ये ममता बनर्जी भी से कथा करी इनफिल्ट्रेट करी जनसंख्या बढ़े एठी भारत वर्ष सी गोटे अस्थिर कर व्यवस्था अच्छा जिते जाक सन्त्रासवाद कार्यक्रम देखिए भारत वर्ष प्राय हूँ सी एवं बंगाल हूँ मुख्य केन्द्र ना केरल हूँ मुख्य केन्द्र। तेणु जो हिंदू संख्या कमी से जगह ये सब जिन आरंभ होम से यूपी कथा अखिलेश यादव खुला खुली भाव में गोटे कहीदे जे जदि गंगारे गोरु हाड़ भसई दि जाए तेज असुविधा कौटी अच्छी बुझा दरकार। ये बहु संख्यक धार्मिक लोक मानकर गंगा नदी पर आस्था अच्छी गोटे विश्वास अच्छी सी कौन हो पार रही पारे अलग कथा अच्छे कि विश्वास अच्छी गोटे आस्था अच्छी गोटे पवित्र नदी बोली सेठी तब यही सब कथा करी गोटे माने भयर वातावरण सृष्टि कर आवश्यकता तो किसी ना खाली सिंपल भोट पाई तमे देश भीतर गोटे एडे बड़ विभाजन करने को जाऊँ तुम गोटे पीडीए कर पिछड़ा दलित आउ अल्प संख्यक
ସେଠି ସାଧାରଣ ବର୍ଗ କୁଆଡେ ଗଲେ? ସାଧାରଣ ବର୍ଗଙ୍କ ପାଇଁ କିଛି ନାହିଁ। ଯଦି ତମେ ସରକାରକୁ ଆସ, ତେବେ ସାଧାରଣ ବର୍ଗକୁ କଣ କରିବ? ତାଙ୍କୁ ହତ୍ୟା କରିବ ନା କଣ? এইଭଳି ହିନ୍ଦୁ ଧର୍ମ ଭିତରେ ବିଭାଜନ କରିବା ତାଙ୍କର କର୍ତ୍ତବ୍ୟ, ତାଙ୍କ କାମ ହେଇଯାଇଛି। ଆଉ ଗୋଟେ କଥା କହୁଛି ଯେ ତାଙ୍କ ବାପାଙ୍କ କଥା, ମୁଲାୟମ ସିଂ ଯାଦବ। ମୁଲାୟମ ସିଂ ଯାଦବ ସେଇ ମୁସଲିମ ଭୋଟ ପାଇଁ ସେ କଣ କଲେ ନା, ରାମ ଜନ୍ମଭୂମି ମନ୍ଦିର ଯୋଉ କାର୍ଯ୍ୟକ୍ରମକୁ ବିରୋଧ କରିକି ସେ ଯୋଉ କର ସେବକ ଯାଉଥିଲେ ତାଙ୍କୁ ହତ୍ୟା କରି ଗୁଳିରେ ମାରି ତାଙ୍କୁ ସରଜୀ ନଦୀ ଭିତରକୁ ଫୋପାଡ଼ି ଦେଇଥିଲେ। ଫିର ବି ହିନ୍ଦୁ ତାଙ୍କୁ ଆକ୍ସେପ୍ଟ କରିଥିଲେ। ଯାହା ହେଲେ ବି ଏମାନେ ହଉଛନ୍ତି ଶାନ୍ତପ୍ରିୟ ସମାଜ, ଶାନ୍ତପ୍ରିୟ ଲୋକମାନେ। ଆଉ ଆଗରୁ କଂଗ୍ରେସ, ଏବେ ଭଳିଆ କଂଗ୍ରେସରେ ଯେମିତି ବିରୋଧ ଅଛି ହିନ୍ଦୁ ଧର୍ମ ପ୍ରତି, ସେଭଳି ବିରୋଧ ଆଗରୁ ନଥିଲା। ଯୋଉ ଦିନଠୁ ଇଟାଲୀ ପରିବାର କଂଗ୍ରେସର ଦାୟିତ୍ୱ ନେଲେ, ସେ ଦିନଠୁ କଂଗ୍ରେସ ଗୋଟେ ପୁରା ହିନ୍ଦୁ ବିରୋଧୀ ଦଳ ହିସାବରେ ଠିଆ ହେଇଛି। ଏବେ ଏବେ ରାହୁଲ ଗାନ୍ଧୀ ଗୋଟେ ଆଉ ଗୋଟେ ଡିଭିଜନ କରିବା ପାଇଁ ଗୋଟେ କଥାଟେ କହିଦେଇଛନ୍ତି, ଯୋଉଟା କି ହଉଛି ଯେ ଏମ୍ସ ରେ କେତେ ଦଳିତ ଅଛନ୍ତି, ଆପୋଲୋରେ କେତେ ଦଳିତ ଅଛନ୍ତି, ଦଳିତ ଏଠି କାହିଁକି ନାହାନ୍ତି? ଯଦି ସଂଖ୍ୟା ହିସାବରେ ଦେଖାଯାଏ ତାଙ୍କୁ ଏଠି ବି ଦାୟିତ୍ୱ ମିଳିବା ଦରକାର। ଏଠି ମନେ ରଖିବା ଦରକାର, ଏଇ ଯୋଉ ଜାତି ରୂପକ ଯୋଉ କୁପ୍ରଥା ଗୋଟେ ହିନ୍ଦୁ ଧର୍ମ ଭିତରେ ଅଛି, ଆଉ ଆମେ ଯୋଉ ଗୋଟେ ଲିମିଟେସନ ରଖିଛେ, ସେ ଲିମିଟେସନକୁ ଆମକୁ ଭାଙ୍ଗିବାକୁ ପଡିବ, ସେ ବନ୍ଧକୁ ଆମକୁ ଭାଙ୍ଗିବାକୁ ପଡିବ। ଆଉ ଏଇ ଯୋଉ ଜାତି ରୂପକ କୁପ୍ରଥାକୁ ଆମକୁ ହଟେଇବାକୁ ପଡିବ ଏକ ସୁଦୃଢ ଭାରତ ବର୍ଷ ପାଇଁ। ତେଣୁ ଯଦି ଆମେ ଏଇ ଯୋଉ ମାନେ କୁସଂସ୍କାର, ଏ ଅନ୍ଧବିଶ୍ୱାସ ନ ବାହାରି ପାରିବା, ତେବେ ଭାରତ ବର୍ଷ ସୁଦୃଢ ହେଇପାରିବନି, ସେ ସୋନେକି ଚିଡିଆ ହେଇପାରିବନି। ଆମକୁ ଭାରତ ବର୍ଷକୁ ଏକ ସମୃଦ୍ଧ, ସଶକ୍ତ ଏବଂ ଅଗ୍ରଗତିଶୀଳ ଦେଶ ଦେଖିବାକୁ ହେଲେ ଆମକୁ ଏସବୁ ଜିନିଷକୁ ତ୍ୟାଗ କରିବାକୁ ପଡିବ, ନଚେତ ନାହିଁ ଭାରତ ବର୍ଷ ପୁଣି ଗୋଟେ ବଡ ବିଭାଜନ ହେବ। ବିଚାର ଆପଣ ମାନଙ୍କର। ଜୟ ଜଗନ୍ନାଥ, ଜୟ ହିନ୍ଦୁ ରାଷ୍ଟ୍ର।